ବିଭିନ୍ନ କଳ୍ପନା, ଭିନ୍ନ ଭିନ୍ନ ଭାବନା ଏବଂ ଶେଷରେ ଉତ୍ତର ହେଉଛି ଗୋଟିଏ, ତାହା ହେଉଛି ସମୟ। ସମୟ ଖରାପ ତ ସବୁ ଖରାପ, ଆଉ ସମୟ ଭଲ ତ ସବୁ ଭଲ। ମନ ଭିତରେ ଥିବା ସବୁ ଦୁଃଖ ଏବଂ ଯନ୍ତ୍ରଣା ପାଇଁ ଏକମାତ୍ର ମଲମ ହେଉଛି ସମୟ। ସମୟ ସହିତ ସବୁକିଛି ବଦଳିଯାଏ, ଆଉ ବଦଳି ଯାଇଥାଏ ମନୁଷ୍ୟର ପ୍ରକୃତି ଏବଂ ପ୍ରବୃତ୍ତି। 3 ମାସରୁ 6 ମାସ ହେଲା, 6 ମାସରୁ 9 ମାସ ହେଲା, ଏହା ଭିତରେ ଅଭିଳାଷ ଏବଂ ଅପରାଜିତାର ଭଲ ପାଇବା ଅତି ନିବିଡ଼ ହୋଇଯାଇଛି। ଆଉ ଖୁବ୍ ଶୀଘ୍ର ଘରକୁ ଗୋଟିଏ ନୂଆ ଅତିଥି ଆସିବାକୁ ଯାଉଛି। ଘର ଭିତରେ ଥିବା ମନୋମାଳିନ୍ୟ ଆସ୍ତେ ଆସ୍ତେ କମିବାରେ ଲାଗିଛି। ଗଲା 6 ମାସର ଦୁଃଖକୁ ଭୁଲି ପରିବାର ଆଗକୁ ବଢ଼ିବାକୁ ଚେଷ୍ଟା କରିଛି। ଅଭିଳାଷ ଏବଂ ଅପରାଜିତା ମନ ଭିତରେ ଥିବା ଖୁସି ସେମାନଙ୍କ ମୁହଁରେ ବାରି ହୋଇଯାଉଛି। ଦିନମାନର ପରିଶ୍ରମ ପରେ ଥକା ହୋଇ ଆସିଥିବା ଅଭିଳାଷ ଅପରାଜିତା ଭିତରେ ନିଜ ଭବିଷ୍ୟତକୁ ଦେଖି ଖୁବ୍ ଖୁସି ହେଉଛି ଏବଂ ଅଣ୍ଟିରେ ନାହିଁ ଧନ, ପୁଅ ବାହାଘରେ ମନ ଭଳି ଅଳ୍ପ କିଛି ଟ୍ୟୁସନ୍ ପଇସା ପାଉଥିଲେ ହେଁ ଅତିଥି ପାଇଁ ବିଭିନ୍ନ କଳ୍ପନା ଜଳ୍ପନା କରିବା ଆରମ୍ଭ କରିଦେଇଛି। କୁହାଯାଏ ବିବାହ ଏକ ପୁରୁଷ ଏବଂ ନାରୀକୁ ଏକାଠି କରିବାର ଏକ ସାମାଜିକ ସ୍ୱୀକୃତି ଏବଂ ସେମାନଙ୍କ ଔରସରୁ ଏକ ସନ୍ତାନର ଜନ୍ମ ସେହି ସାମାଜିକ ସ୍ୱୀକୃତିକୁ ଐଶ୍ୱରିକ ସ୍ୱୀକୃତିରେ ରୂପାନ୍ତରିତ କରିଥାଏ। ଆଜି ସେହି ସମୟ ଆସିଛି। ଅପରାଜିତା ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଛି ଆଉ ଅଭିଳାଷକୁ ଲାଗିଛି ସତେ ଯେମିତି ଆକାଶର ଚାନ୍ଦ ତା ହାତ ମୁଠାକୁ ଚାଲି ଆସିଛି। ଖୁସିରେ ସେ ଆତ୍ମହରା ହୋଇଯାଇଛି। ପୁଅର ଚେହେରା ମୋ ବାପାର ଚେହେରା ସହିତ ମିଶି ଯାଉଛି। ସେଇ ଆଖି, ସେଇ କାନ, ବାପାଙ୍କ ଭଳି ଗୋରା ତକ୍ତକ୍ ଚେହେରା। ଅଭିଳାଷର ବୋଉ ଖୁସି ହୋଇ କହି ପକାଇଛନ୍ତି, ଏଇ ଦେଖ ତୋ ବାପା ଆଜି ତୋ କୋଳକୁ ଫେରି ଆସିଛନ୍ତି ଆଉ ଆମକୁ ଫେରାଇ ଦେଇଛନ୍ତି ଆମ ଘରରୁ ହଜିଯାଇଥିବା ସୁଖ, ଶାନ୍ତି ଆଉ ଆନନ୍ଦକୁ।